ଶକତି ମୋର ଚରଣେ ନ କଲୁ ଝାର ଫୁଲ ଧନୁ ଧରି ସରବ କରି ନାସିଲୁ ତୋର ଥକରେ ବିଶ୍ୱର ଜଞ୍ଜାଳରୁ ଚିର ମୁକ୍ତି ପାଇବାକୁ ହେଲେ ସର୍ପ ତ୍ୟାଗୀ ବୈରାଗ୍ୟତା ଆଉ ଯୋଗର ସମାଧି ବସି ନିତ୍ୟ ଯୋଗ ସମାଧିରେ ଶାନ୍ତିର ମୁକ୍ତ ଜୀବନକୁ ମୁଁ ଉପଭୋଗ କରିବି। ହଁ ଏ ଶାନ୍ତିର ମୁକ୍ତ ଜୀବନକୁ ମୁଁ ଉପଭୋଗ କରିବି। सुगंधि पुष्टिवर्धना उर्वारुकमिव बन्धना मृत्युर्मुक्षेयमामृता त्र्यंबकं यजामहे सुगंधिं पुष्टिवर्धना उर्वारुकमिव के महाकाल शिव छातीरे स्थापित निरल जोगर समाधि नाय तुम्हें भाविच विश्व को जाईदेव तुम्भरी वरदाने असंभव आज ये मदनर कोमल पुष्प सरे जालीदेवी सर्वांग तुम्हार यही वरदान देवता सम्मान हत करियछ तुमे दक्षिण मौने जालिब संसार जालिब सर कुसुमए बाण चालिब पराण भांगिब जोग समाधि हे उठिब निश्चय नाई परिजन पार्वती अवधि हे भक्त खेलु शिव को बनल भक्त खेलु तू आसी जगर समाधि आज ध्वंस करदेवी मोर नेत्र नले सर्वांग तोहर आज ध्वंस करदेवी सर्वांग तोहर रक्षा करो प्रभु देवता के निर्देश मु भग्न करिया जोगर समाधि रक्षा करो प्रभु रक्षा करो रक्षा नहीं रे पमर धम ध्वंस हेबु तू ही कलु कुकर पाथर पारो साहसे आसिलु जानी सुनी अग्निकुंड पस महाकाल शपति मोर चरणे न कलु
ফুল ধনু ধরি সরব করি নাচিলু তোর মোর নেত্র নলে তুই চলিবু পাতে অঙ্গহীন হইলাম প্রভু রক্ষা কর মতে প্রভু রক্ষা কর নাই তোর ফুল ধনু ধরি নেতে তোর গর্ব নেতে তোর দম্ভ নেতে তোর অহংকার এ মহাখল শিব সঙ্গে খেলব তু খেল আজ ধ্বংস করিদেবি সর্বাঙ্গ তোর আজ ধ্বংস করিদেবি সর্বাঙ্গ তোর রাতি 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 স্বামী কেউটি কেউটি মতে স্বামী ডাকুছিলে রাতি রাতি বলি স্বামী স্বামী ধ্বংস হয়ে পড়ছে না পতি দেবতা স্বামী জীবনর লড়াইরে গলা পরে হারি রক্ত বিরক্ত দিয়ে পরকারে জীবনর লড়াইরে গলা পরে হারি রক্ত বিরক্ত দিয়ে পরকারে ছাতির কলি জল গহনা ছাইরওয়ালা গাদে আখি কথা মাননি লুহা আখি কথা আরে মারতি মাননি কাহিଁକି କିପା ପରେ ଧ୍ୱଂସ କଲ ମୋ ପତି ଦେବତା ରତି କାହିଁକି କାହିଁକି ବୁଝିଦେଲେ ମୋ ଶ୍ରୀମନ୍ତ ସିନ୍ଦୁର ରତି ଅସତ୍ୟ ବ୍ୟବଚାର ପଥରେ ଯାଇ ମତନ ହୋଇଅଛି ଭସ୍ମ ହଟା ତୁମେ ଅନାୟ ବିଚାର କରିଛ ଭୋଳାନାଥ ରତି ଅସତ୍ୟ ବ୍ୟବଚାର ପଥରେ ଯାଇ ମତନ ହୋଇଅଛି ଭସ୍ମ ଭୋଳାନାଥ ତୁମର ବରଦାନୀ ଧନୁଚକର ଧ୍ୱଂସ କରନ୍ତି ଏ ବିଶ୍ୱ ସଂସାର ରତି ତୁମେ ମାତ୍ର ସ୍ୱାର୍ଥପର ମହାକାଳ ଶିବ ତୁମେ ପରା ସ୍ୱାର୍ଥପର ରତି ଭୋଳାନାଥ ସର୍ବଦେବତା ଅନୁରୋଧୀ ପ୍ରତି ମୋର ଆସିଥିଲେ ତୁମ ଜଗ ଭଗ୍ନ ପାଇଁ ରତି ତୁମେ ଯେଉଁ ଅଗ୍ନିକୁ ଉତ୍କାର କରିଛ ତୁମେ ତାକୁ ଘର ବୋଲି ଭକ୍ଷଣ କରିବ ଭୋଳାନାଥ ରତି ଭୋଳାନାଥ ସେ ଅଗ୍ନିକୁ ଭକ୍ଷଣ କରିବା ପାଇଁ ବାଧ୍ୟ ନୁହେଁ ରତି ଭୋଳାନାଥ ରତି ସେ ଅଗ୍ନିକୁ ଭକ୍ଷଣ ବାଧ୍ୟ ନୁହେଁ ଭୋଳାନାଥ କାହିଁକି କାହିଁକି ଲେଉଟିବ ନାହିଁ ଭୋଳାନାଥ କାହିଁକି ତୁମେ କ'ଣ ଚାହଁ ଦେବତାଙ୍କ ଠାରୁ ଶ୍ରେଷ୍ଠ ହବ ମତ୍ୟର ଦାନବ ତୁମେ କ'ଣ ଚାହଁ ଦେମାଙ୍କନ ମାନେ ଦାସ ହେଇ ଖଟିବେ ସେ ପାପି ତନୁଷ୍ୟ ଚରଣେ ତୁମେ କ'ଣ ଚାହଁ ସମସ୍ତ ଦେବତାକୁ ବଧ କରି ପୁଛିଦେବ ଯେ ଆମ ଶ୍ରୀମନ୍ତ ସିନ୍ଦୁର ଲକ୍ଷ୍ମୀ ସାବିତ୍ରୀ ପାର୍ବତୀ ହେବେ ସେ ତନୁଚାର ସ୍ଥାନ ସଙ୍ଗୀ ରତି ମୁଁ ସେ ସବୁ କିଛି ସହିପାରିବିନି ରେ ମା ପିତା ଦେବତାଙ୍କ ଉପରେ ଅତ୍ୟାଚାର ମୁଁ କେବେ ସହିପାରିବିନି ପିତା ଯାଚି ଦେବା ବରଦାନ କେବେ ଲେଉଟିବ ନାହିଁ ରେ ମା ପିତା ହରତି ତୁମ ମଥାରୁ ସିନ୍ଦୁର ପୋଛି ଦେଇ ମୁଁ ଶାନ୍ତିରେ ବସିପାରିବିନି ରେ ମା ପିତା ସମସ୍ତ ଦେବତାଙ୍କ ଉପକାର ପାଇଁ ପତି ମୋର ଆସିଥିଲେ ତୁମ ଚକ ଭଗ୍ନ ପାଇଁ ରତି କାହିଁକି କାହିଁକି ତୁମେ ନେତନାଳି କରିଦେଲ ଧ୍ୱଂସ ଆଉ କାହିଁକି
କାହିଁକି ପୋଛିଦେଲା ମୋ ଶ୍ରୀମନ୍ତ ସିନ୍ଦୁର କାହିଁକି ଭାଙ୍ଗିଦେଲା ମୋ ହସ୍ତରୁ କଙ୍କଣ ଉତ୍ତର ଦିଅ ଭୋଳାନାଥ ମତେ ଉତ୍ତର ଦିଅ ଆରେ ମାରତୀ ଭୋଳାନାଥ ଯେ ଅମୃତ ପାନ କରିଛି ସେ ଚିର ଅମର ସେ କେବେ ମରିପାରିବ ନା ଭୋଳାନାଥ ତାମାନେ ମୋ ପତି ଦେବତା ଚିର ଅମର ଭୋଳାନାଥ ମାତ୍ର ଅଙ୍ଗଟା ହୋଇଅଛି ଭସ୍ମ ଆଉ ଶରୀର ଆତ୍ମାଟା ଚିର ଅମରରେ ମା ଭୋଳାନାଥ ହରେ ମାରତୀ ଭୋଳାନାଥ ତ ଆତ୍ମାଟା ଚିର ଅମର ଭୋଳାନାଥ ମୁଁ ତୁମକୁ ଦୟା କରୁଛି ଭୋଳାନାଥ ଫେରେଇ ଦିଅ ମୋ ପତି ଦେବତା ଧରୁଛି ଚରଣ ହୀନ ହେ ହତ ଭାଗିନୀ ଫେରାଇ ଦିଅ ପତିଙ୍କୁ କରୁଛି ଦଇନି ପତିଙ୍କ ଅପରାଧରେ ମାଗୁଅଛି କ୍ଷମା ଫେରାଇ ଦିଅ ଦେବତା ମୋ ରୁଦ୍ର ଚନ୍ଦ୍ରମା তুমি পরামৃত্যুঞ্জয়ী মহাকাল শিব এতিকি মিনতি অর্থে চরণে রখিব হে ଆରେ ମାରତୀ ମୁଁ କେବେ ଫେରାଇ ଦେଇପାରିବି ନାହିଁ ତୋ ଶ୍ରୀମନ୍ତ ସିନ୍ଦୁର ମୁଁ ଶାନ୍ତିରେ ବସିପାରିବିନି ରେ ମା ପିତା ସେ ଲିଭିଗଲା ପ୍ରତିଭଟ ଆଉ କେବେ ଚଳିବ ନାହିଁ ରେ ମା ପିତା ବହିଯିବା ପାଣିଟା ଆଉ କେବେ ଉଠେ ନାହିଁ ଉର୍ଥ ପିତା ଘରେ ମା ପିତା କାହିଁକି ଫେରିବ ନାହିଁ ପିତା ତୁମେ ପରା ଅମର ଦାତା ଏ ବରଦ ଦେଇଛ ଏ ଜଗତ ମଧ୍ୟରେ କାହିଁକି କାହିଁକି ଫେରାଇବାନି ମୋ ପତି ଦେବତା ରତି କାହିଁକି ଭୋଳାନାଥ କାହିଁକି ଫେରାଇ ଦେବ ନାହିଁ ମୋ ପତି ଦେବତା ଆରେ ମାରତୀ ଯେ ଅମୃତ ପାନ କରିଛି ସେ ଚିର ଅମର ସେ କେବେ ମରିପାରିବନି ନାହିଁ ମା ସେ କେବେ ବି ମରିପାରିବ ନାହିଁ ପିତା ତୁମେ ସତ୍ୟ କହୁଛ ପିତା ହଁ ରତି କିନ୍ତୁ କିପରି କିପରି ପାଇବି ମୋ ପତି ଦେବତା କୁହନ୍ତୁ ପିତା କିପରି ପାଇବି ମୋ ପତି ଦେବତା ଆରେ ମାରତୀ ପଥରରେ ଯେପରି ଶୀତ କାକର ଖରା ବର୍ଷା ସବୁ କିଛି ସହି ପଡ଼ି ରହିଥାଏ ପିତା ତତେ ସେମିତି ଠିକ ସବୁ କିଛି ସହିବାକୁ ପଡ଼ିବ ରେ ମା ପିତା ହଁ ରେ ମା ପିତା କେଉଁଠି କେଉଁଠି ରହିବି ପିତା କିପରି ପାଇବି ମୋ ପତି ଦେବତା ଆରେ ମାରତୀ ପିତା ମୁଁ ଯାହା କହୁଛି ମୋ କଥା ମନ ଦେଇ ଶୁଣ ରେ ମା ପିତା ତୁ ଯାଇ ରହିବୁ ନିର୍ଜନ କାନନ ମଧ୍ୟରେ ପିତା ହଁ ରେ ମା ସେଇଠାରେ ଦେଖା ହେବ ସେ ମୂର୍ଖ ସମ୍ବରାସୁର ତୁ ତା ସହିତ ଯିବୁ ତାହାରି ପୁରକୁ ପିତା ବ୍ରତ ଆଚରଣ ରହିବୁ ଯତନେ ପିତା ସେ ନିର୍ପଥ ସମ୍ବରାସୁର ଦେଖିବ ଏକ ଶିଶୁ ପୁତ୍ର ତୋରି କୋଳରେ ପିତା ଆଉ ସେ ଶିଶୁ ପୁତ୍ରଟି ସେ ସମ୍ବରାସୁରକୁ ବଧ କରିବ ପିତା ଆଉ ସିଏ ସେ ଶିଶୁ ପୁତ୍ରଟି ହେବ ତୋର 1.5 ଦିନର ସ୍ୱାମୀ ପିତା ହରେ ମା ସେ ଶିଶୁ ପୁତ୍ରଟି ହେବ 1.5 ଦିନର ସ୍ୱାମୀ ପିତା 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 କଥା ଦେଇ ଚାଲିଗଲେ ଦାରୁଣର ବ୍ୟଥା ହେ ମୋର ପରମ ପୂଜ୍ୟ ପତି ଦେବତା କାହିଁକି କାହିଁକି ଭସ୍ମ ହୋଇ ପଡ଼ିଛ ଏ ଭୂତଳେ ଆସ
চলিଯିବା ଆମେ ସ୍ୱର୍ଗର ଐଶ୍ୱର୍ଯ୍ୟ ବିଳାସେ ଆଶ୍ୱାସ ପାମି ଆମେ ଚଳିଯିବା ସ୍ୱର୍ଗର ଐଶ୍ୱର୍ଯ୍ୟ ବିଳାସ କଳଙ୍କିନୀ ଝିଅ ତତେ ସିନ୍ଦୁର ତମର ଆଜି କଳଙ୍କାଇ ଚତୁ କାଲି ଥିଲୁ ସୁନା ঝিଅ ତତେ ସିନ୍ଦୁର ତମନା ଆଜି କଳଙ୍କାଇ ଚତୁ କାଲି ଥିଲୁ ସୁନା ଜୀବନର ଲଢ଼େଇରେ ଗଲା ପରେ ହାରି ରକ୍ତ ବିରକ୍ତ